ଧମାହୁମା ଛକରେ ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରକ୍ କାର ମୁହାଁମୁହିଁ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ମୃତକ ସୁବର୍ଣ୍ଣପୁର ସାହାଜପୋଟାର ରାଜା ମେହେର। ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର। ଧନୁପାଲି ପୁଲିସର ବଡ଼ ଧରଣର ଧରପକଡ଼। ନିଶା କାରବାର ଅଭିଯୋଗରେ 5 ଅଭିଯୁକ୍ତ ଗିରଫ। ପେଟ୍ରୋଲିଂ ବେଳେ ବିପୁଳ ପରିମାଣର କଫ୍ ସିରପ, ଦେଶୀ ମଦ ଓ ନିଶା ବଟିକା ଜବତ। 12 ବର୍ଷ ପରେ ସମ୍ବଲପୁରରେ ପୁଣି ଥରେ ମାର୍ବଲ ମହୋତ୍ସବ। 3 ରାଜ୍ୟର ସଂସ୍କୃତି ଓ ପରମ୍ପରାର ମହାମିଳନ। ଲର୍ପଙ୍ଗରେ ଅନୁଷ୍ଠିତ ଭବ୍ୟ ସମାରୋହରେ ଯୋଗଦେଲେ ଲୋକସଭା ବାଚସ୍ପତି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ। ଧନୁପାଲି ଭତ୍ରା ଅଞ୍ଚଳରୁ ଏକ୍ଟିଭା ଚୋରି ମାମଲାରେ ଅଭିଯୁକ୍ତ ଶ୍ରୀକାନ୍ତ ସାହୁଙ୍କୁ ଦଣ୍ଡାଦେଶ ଶୁଣାଇଲେ ଅଦାଲତ। ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ଏସ୍ଡିଜିଏମ୍ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଗୋଲବଜାର ଉଦ୍ଧାର ହୋଇଥିଲା ଚୋରି ଗାଡ଼ି। ବୁର୍ଲା ମେଡିକାଲ ଗସ୍ତରେ ଷ୍ଟାଣ୍ଡିଂ କମିଟି। ଭିତ୍ତିଭୂମି ଅନୁଧ୍ୟାନ ସହ ଅଧିକାରୀଙ୍କ ସହ ଆଲୋଚନା। ଜେଡିଏସ୍ ସଭାପତି ଓ ଜୁନିୟର ଡାକ୍ତରଙ୍କ ପକ୍ଷରୁ କମିଟିକୁ 13 ଦଫା ଦାବିପତ୍ର ପ୍ରଦାନ। ଯୁଯୁମୁରା ବୁରମାଲର ହାତୀ ପଲଙ୍କ ଉପଦ୍ରବ। ଉଜୁଡ଼ିଗଲା 1 ଏକର ଅମଳକ୍ଷମ ଧାନ ଫସଲ। ବର୍ଷକର ଆହାର ନଷ୍ଟ ହେବାରୁ ମୁଣ୍ଡରେ ହାତ ଦେଲେ ଚାଷୀ। ହାତୀ ଘଉଡ଼ାଇବାକୁ ବନ ବିଭାଗ ନିକଟରେ ଦାବି। ଜାତୀୟ ସ୍ତରୀୟ ହକି ପାଇଁ ମନୋନୀତ ହେଲେ ବଡ଼ ଫିଙ୍ଗିନିବାହାଲର ଝିଅ ଅର୍ଚିତା ପାଦି। କୃତିତ୍ୱ ପାଇଁ ଗଡ଼ପସ୍ ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ।